ନିର୍ବାଚନ କେହି କେହି ଭାବନ୍ତି ଏହା ଭାଗ୍ୟର ଖେଳ, କିନ୍ତୁ ସତ କହିବାକୁ ଗଲେ ଏହା ଆଦୌ ସେମିତି ନୁହେଁ। ଏହା ହେଉଛି ଲୋକଙ୍କ ସହିତ ଏକ ନିରନ୍ତର କଥାବାର୍ତ୍ତା, ଆଉ ଏହି କଥାବାର୍ତ୍ତାକୁ ତଥ୍ୟ ମାନେ ଡେଟା ମାଧ୍ୟମରେ ବୁଝିହୁଏ ଏବଂ ସଠିକ୍ ପଦକ୍ଷେପ ନେଇ ଏହାର ଦିଗକୁ ବଦଳାଇ ବି ହୁଏ। ଆଜି ଆମେ ଓଡ଼ିଶାର ଲୁଇସିଂହା ନିର୍ବାଚନ ମଣ୍ଡଳୀର ଏକ ଗଭୀର ତଥ୍ୟ ଆଧାରିତ ବିଶ୍ଳେଷଣ କରିବା। ଏଇଟା କେବଳ ଗୋଟେ ହାର ଜିତର କାହାଣୀ ନୁହେଁ, ବରଂ ଏହା ଶାସନ ଆଉ ଜନତା ଭିତରେ ଥିବା ସମ୍ପର୍କର ଏକ ସ୍ପଷ୍ଟ ଚିତ୍ର। କୌଣସି ବି ରାଜନୈତିକ ଫଳାଫଳକୁ ଯଦି ବୁଝିବାର ଅଛି, ତେବେ ପ୍ରଥମେ ସେହି ମାଟିକୁ ବୁଝିବାକୁ ପଡ଼ିବ। ଲୁଇସିଂହା କେବଳ ଏକ ନିର୍ବାଚନ ମଣ୍ଡଳୀ ନୁହେଁ, ଏହା ଏକ କୃଷିପ୍ରଧାନ ଅଞ୍ଚଳ। ଏଠାକାର ଲୋକଙ୍କ ଜୀବନ, ଜୀବିକା, ସେମାନଙ୍କର ସ୍ୱପ୍ନ ଆଉ ସମସ୍ୟା ସବୁକିଛି ଏହି ମାଟି ସହିତ ହିଁ ଯୋଡ଼ି ହୋଇ ରହିଛି। ଏହି ମାନଚିତ୍ରରେ ଦେଖାଯାଉଥିବା ସ୍ଥାନଟି କେବଳ ଏକ ଭୌଗୋଳିକ ଅଞ୍ଚଳ ନୁହେଁ, ଏହା ହଜାର ହଜାର ଲୋକଙ୍କ ଆଶା ଏବଂ ଆକାଂକ୍ଷାର ପ୍ରତିବିମ୍ବ। ତେବେ ଆସନ୍ତୁ ସିଧା ସେହି ମାଟିର କଥା ଶୁଣିବା, କାରଣ କୌଣସି ବି ନିର୍ବାଚନୀ ରାୟ ଶୂନ୍ୟରୁ ତିଆରି ହୁଏ ନାହିଁ। ଏହା ସେହି ମାଟିରେ ବର୍ଷ ବର୍ଷ ଧରି ଚେର ମିଳିଥିବା ସମସ୍ୟା ଆଉ ଲୋକଙ୍କ ଅକୁହା କଥାରୁ ହିଁ ଜନ୍ମ ନେଇଥାଏ। ଲୁଇସିଂହାର ସବୁଠୁ ବଡ଼ ବାସ୍ତବତା ହେଉଛି ଏଇଆ: 18ଟି ପଞ୍ଚାୟତରେ ଜଳସେଚନର କୌଣସି ସୁନିଶ୍ଚିତ ବ୍ୟବସ୍ଥା ହିଁ ନାହିଁ। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ହଜାର ହଜାର ଚାଷୀ ପରିବାରର ଭାଗ୍ୟ କୌଣସି କେନାଲ କିମ୍ବା ସରକାରୀ ଯୋଜନା ଉପରେ ନୁହେଁ, ବରଂ କେବଳ ଆକାଶର ଦୟା ଉପରେ ନିର୍ଭର କରେ। ଯେତେବେଳେ ଫସଲ ଆକାଶକୁ ଚାହିଁ ରହେ, ସେତେବେଳେ ଅନିଶ୍ଚିତତା ଆଉ ଆର୍ଥିକ ଚାପ ପ୍ରତିଟି ପରିବାରର ଦୈନନ୍ଦିନ ସତ୍ୟ ପାଲଟିଯାଏ। ଏହା କେବଳ ଭିତ୍ତିଭୂମିର ସମସ୍ୟା ନୁହେଁ, ଏହା ଲୋକଙ୍କ ଆତ୍ମସମ୍ମାନର ପ୍ରଶ୍ନ। ଆଉ କଥାଟା କେବଳ ପାଣିରେ ଅଟକିନି, ଏହା ସହିତ ଆହୁରି ଅନେକ ସମସ୍ୟା ଯୋଡ଼ି ହୋଇ ରହିଛି। ଚାଷୀ ଫସଲ ତ କରୁଛି, କିନ୍ତୁ ତାକୁ ସାଇତି ରଖିବାକୁ ଶୀତଳ ଭଣ୍ଡାର ନାହିଁ। ପିଲାମାନେ ସ୍କୁଲ ଯାଉଛନ୍ତି, କିନ୍ତୁ ସ୍କୁଲର ଅବସ୍ଥା ଭଲ ନାହିଁ। ଝିଅମାନଙ୍କୁ ହଷ୍ଟେଲରେ ଭଲ ଖାଦ୍ୟ ଆଉ ସୁବିଧା ପାଇଁ ଆନ୍ଦୋଳନ କରିବାକୁ ପଡ଼ୁଛି। ଆଉ ଏସବୁ ଭିତରେ ପାଠ ପଢ଼ିଥିବା ଯୁବକଟିଏ ନିଜ ଭବିଷ୍ୟତକୁ ନେଇ ସମ୍ପୂର୍ଣ୍ଣ ଅନ୍ଧକାରରେ। ଚାକିରିର ଦେଖା ନାହିଁ। ଏହିସବୁ ଛୋଟ ଛୋଟ ଅସନ୍ତୋଷ ମିଶି ଗୋଟେ ବଡ଼ ବ୍ୟବସ୍ଥିତ ବିଫଳତାର ଚିତ୍ର ଆଙ୍କୁଛି। ତ ଯେତେବେଳେ ଲୋକଙ୍କ କଥାକୁ କେହି ଶୁଣନ୍ତିନି, ସେତେବେଳେ ସେମାନେ ନିଜର ଜବାବ ଦିଅନ୍ତି ଭୋଟ ବକ୍ସରେ, ସଂଖ୍ୟା ମାଧ୍ୟମରେ। ଆସନ୍ତୁ ଏବେ ସେହି ସଂଖ୍ୟାଗୁଡ଼ିକୁ ଦେଖିବା, ଯାହା 2024 ନିର୍ବାଚନର ରାୟକୁ ପୁରା ସ୍ପଷ୍ଟ କରିଦେଉଛି। ଏହି ସଂଖ୍ୟାଟିକୁ ମନେ ରଖନ୍ତୁ, 18,190। ଏହା ଖାଲି ଗୋଟେ ନମ୍ବର ନୁହେଁ, ଏହା ହେଉଛି 2024 ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପରାଜୟର ବ୍ୟବଧାନ। ରାଜନୀତିରେ ଏତେ ବଡ଼ ବ୍ୟବଧାନ କେବଳ ଏକ ପରାଜୟ ନୁହେଁ, ଏହା ଏକ ସ୍ପଷ୍ଟ ସନ୍ଦେଶ। ଏହା ଦର୍ଶାଉଛି ଯେ ଭୋଟରଙ୍କ ଧୈର୍ଯ୍ୟର ବନ୍ଧ କେଉଁଠି ନା କେଉଁଠି ଭାଙ୍ଗି ସାରିଥିଲା। ଆଉ ଏହି ହାର ଗୋଟିଏ ଦିନରେ ହୋଇନି। ଏହି ଚାର୍ଟକୁ ଦେଖିଲେ ପୂରା କାହାଣୀଟା ବୁଝା ପଡ଼ିଯିବ। 2009ରୁ 2024 ଏହି 15 ବର୍ଷ ଭିତରେ ଦେଖନ୍ତୁ, ବିଜୁ ଜନତା ଦଳର ଭୋଟ ଅଂଶ ପ୍ରାୟ 32ରୁ 35% ଭିତରେ ହିଁ ଅଟକି ରହିଛି। ଅନ୍ୟପଟେ ଭାରତୀୟ ଜନତା ପାର୍ଟିର ଭୋଟ ଅଂଶ 26%ରୁ ଧୀରେ ଧୀରେ ବଢ଼ି ବଢ଼ି 44%ରେ ପହଞ୍ଚିଛି। ଏହା ଏକ ସତର୍କ ଘଣ୍ଟି ଥିଲା, ଯାହାକୁ ବୋଧହୁଏ ଠିକ୍ ସମୟରେ କେହି ଶୁଣିପାରିଲେ ନାହିଁ। ଆଉ ଏଇଟା ହେଉଛି 2024ର ଫାଇନାଲ ସ୍କୋର କାର୍ଡ। ବିଜେପି 44.32% ଆଉ ବିଜେଡି 34.64%, ପାଖାପାଖି 10%ର ସିଧାସଳଖ ଫରକ। ଏହାର ଅର୍ଥ ହେଉଛି ଆଗକୁ ଜିତିବା ପାଇଁ କେବଳ କିଛି ହଜାର ଭୋଟ ଯଥେଷ୍ଟ ହେବନି, ଏକ ବହୁତ ବଡ଼ ଧରଣର ପରିବର୍ତ୍ତନ ଦରକାର, ଯାହା କେବଳ ଲୋକଙ୍କ ପାଇଁ ପ୍ରକୃତ କାମ କଲେ ହିଁ ସମ୍ଭବ। ତ ପ୍ରଶ୍ନ ହେଉଛି, ଏମିତି କାହିଁକି ହେଲା? କୌଣସି ପରାଜୟ ପାଇଁ କେବଳ ଜଣେ ବ୍ୟକ୍ତିକୁ ଦାୟୀ କରିବା ବହୁତ ସହଜ, କିନ୍ତୁ ପ୍ରକୃତ କାରଣ ସବୁବେଳେ ବ୍ୟବସ୍ଥା ଭିତରେ ହିଁ ଲୁଚି ରହିଥାଏ। ଆସନ୍ତୁ ସେହି ବ୍ୟବସ୍ଥିତ କାରଣଗୁଡ଼ିକର ଏକ ବିଶ୍ଳେଷଣ କରିବା। ଆସନ୍ତୁ ବିଜୁ ଜନତା ଦଳର ସ୍ଥିତିକୁ ବୁଝିବା। ଦଳର ସବୁଠୁ ବଡ଼ ଶକ୍ତି ହେଉଛି ନବୀନ ପଟ୍ଟନାୟକଙ୍କ କଲ୍ୟାଣକାରୀ ଯୋଜନାର ବ୍ରାଣ୍ଡ ଆଉ ଏକ ବହୁତ ବଡ଼ ଦଳୀୟ କ୍ୟାଡର। କିନ୍ତୁ ଦୁର୍ବଳତା ବି ସ୍ପଷ୍ଟ। କେବଳ ଜଣେ ନେତାଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତା, ଜଣେ ନୂଆ ପ୍ରାର୍ଥୀ, ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳ। ବାହାର ପଟେ ବିଜେପିର ଜାତୀୟ ସ୍ତରର ଲହରୀ ଏକ ବଡ଼ ଆହ୍ୱାନ ଥିଲା। ଏହିସବୁ କାରଣ ମିଶି ଫଳାଫଳକୁ ପ୍ରଭାବିତ କରିଥିଲା। ଯଦି ଆମେ ସବୁ ରାଜନୀତିକୁ ପାଖରେ ରଖି କେବଳ ଭୋଟରଙ୍କ ମନ କଥା ଶୁଣିବା, ତେବେ ଚିତ୍ରଟି ପୂରା ସଫା ହୋଇଯିବ। ତାଙ୍କ ପାଇଁ ସବୁଠୁ ଜରୁରୀ ପ୍ରସଙ୍ଗ କ'ଣ ଥିଲା? ସବା ଉପରେ ରହିଛି ଜଳସେଚନ ଏବଂ ପାନୀୟ ଜଳ, ତାପରେ କୃଷି ସହାୟତା, ଶିକ୍ଷା ଆଉ ନିଯୁକ୍ତି। ଯେତେବେଳେ ରାଜନୀତି ଏହି ମୌଳିକ ପ୍ରସଙ୍ଗଗୁଡ଼ିକଠାରୁ ଦୂରେଇଯାଏ, ସେତେବେଳେ ଭୋଟର ନିଜ ରାୟ ମାଧ୍ୟମରେ ରାଜନୀତିକୁ ପୁଣି ସେହି ପ୍ରସଙ୍ଗଗୁଡ଼ିକ ପାଖକୁ ଟାଣି ଆଣନ୍ତି। ଆଉ ଏହି ଯେଉଁ ଲୋକଙ୍କର ଦାବି, ପାଣି ପାଇଁ, ଭଲ ସ୍କୁଲ ପାଇଁ, ରୋଜଗାର ପାଇଁ, ଏଗୁଡ଼ିକ ଖାଲି ଦାବି ନୁହେଁ। ଆମ ସମ୍ବିଧାନ କହେ ଯେ ସମ୍ମାନର ସହ ବଞ୍ଚିବା ସମସ୍ତଙ୍କର ମୌଳିକ ଅଧିକାର।
ଏହା ହିଁ ନିର୍ଦ୍ଧାରଣ କରେ ଯେ ନେତାମାନେ କିପରି ଶୁଣିବେ ଏବଂ ସରକାର କିପରି ଉତ୍ତରଦାୟୀ ହେବେ। ଆଚ୍ଛା, ତେବେ ସମସ୍ୟା ତ ଜଣାପଡ଼ିଗଲା, କିନ୍ତୁ ଏବେ ଆଗକୁ ରାସ୍ତା କ'ଣ? କେବଳ ଭୁଲ ଖୋଜିଲେ ତ ହବନି, ଆଗକୁ ବଢ଼ିବା ପାଇଁ ଏକ ସ୍ପଷ୍ଟ କାର୍ଯ୍ୟକ୍ଷମ ଯୋଜନା ଦରକାର। ଆସନ୍ତୁ ସେହି 90 ଦିନିଆ ବ୍ଲୁପ୍ରିଣ୍ଟ ବିଷୟରେ ଆଲୋଚନା କରିବା, ଯାହା ବିଶ୍ୱାସ ଫେରାଇ ଆଣିବାରେ ସାହାଯ୍ୟ କରିପାରେ। ଏଇଟା ଗୋଟେ 90 ଦିନିଆ ଯୋଜନା, ଗୋଟେ ସିଢ଼ି ଭଳି। ପ୍ରତିଟି ପାହାଚ ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ରିକଭରି ପର୍ଯ୍ୟାୟରେ ଲୋକଙ୍କ ପାଖକୁ ଯାଇ ତାଙ୍କ କଥା ଶୁଣିବାକୁ ପଡ଼ିବ। ତାପରେ କନ୍ସୋଲିଡେସନ୍ ପର୍ଯ୍ୟାୟରେ ସେହି ସମସ୍ୟା ଉପରେ କାମ ଆରମ୍ଭ କରି ଘୋଷଣା କରିବାକୁ ହେବ। ଏହାପରେ ମୋବିଲାଇଜେସନରେ ଲୋକଙ୍କୁ ଏକାଠି କରିବାକୁ ହେବ ଏବଂ ଶେଷରେ ଜିଓ ଟିଭି ବା ଗେଟ୍ ଆଉଟ୍ ଦ ଭୋଟ୍ ପର୍ଯ୍ୟାୟରେ ଲୋକଙ୍କୁ ଭୋଟ୍ ଦେବା ପାଇଁ ପ୍ରସ୍ତୁତ କରିବାକୁ ପଡ଼ିବ। ଖାଲି ପ୍ଲାନ୍ କଲେ ତ ହବନି, ତାକୁ କାମରେ ଲଗେଇବାକୁ ପଡ଼ିବ। ଆଉ ସେଥିପାଇଁ ନେତୃତ୍ୱ ଏବଂ ଆଧୁନିକ ଯୋଗାଯୋଗ କୌଶଳର ଆବଶ୍ୟକତା ରହିଛି। ଆସନ୍ତୁ ଦେଖିବା କେଉଁ ନିର୍ଦ୍ଦିଷ୍ଟ ପଦକ୍ଷେପଗୁଡ଼ିକ ନେବାକୁ ହେବ। ସବୁଠୁ ପ୍ରଥମେ ପ୍ରାର୍ଥୀଙ୍କ କାମ। ତାଙ୍କୁ ଲୋକଙ୍କ ସମସ୍ୟା ଯେମିତିକି ପାଣି ଆଉ ଶିକ୍ଷା ତାକୁ ନିଜେ ଆଗକୁ ଆସି ଉଠେଇବାକୁ ପଡ଼ିବ। ଲୋକେ ଦେଖିବା ଦରକାର ଯେ ସେମାନଙ୍କ ନେତା ତାଙ୍କ ପାଇଁ ଲଢ଼ୁଛନ୍ତି। ଦ୍ୱିତୀୟରେ ଦଳର ହାଇକମାଣ୍ଡକୁ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବାକୁ ହେବ ଏବଂ କେବଳ ପ୍ରତିଶ୍ରୁତି ନୁହେଁ ବରଂ ବର୍ତ୍ତମାନ ହିଁ ସ୍ଥାନୀୟ ପ୍ରକଳ୍ପରେ ନିବେଶ କରିବା ଦରକାର। ଆଉ ତୃତୀୟରେ ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ଶେଷ କରି ଏକାଠି ଛିଡ଼ା ହେବାକୁ ପଡ଼ିବ। ଆଉ ଏବେ ଆସିବା ଡିଜିଟାଲ ଦୁନିଆକୁ। ଏଠି ବି ରଣନୀତି ଦରକାର। ବିଶ୍ୱସନୀୟ ତଥ୍ୟ ଦେବା ପାଇଁ ସ୍ଥାନୀୟ ସ୍ତରରେ ହ୍ୱାଟ୍ସଆପ୍ ଗ୍ରୁପ୍ ତିଆରି କରାଯାଇପାରେ। ବଡ଼ ବଡ଼ ଭାଷଣ ବଦଳରେ ଗାଁ ଗସ୍ତର ଛୋଟ ଛୋଟ ସରଳ ଆଉ ବାସ୍ତବିକ ଇନଷ୍ଟାଗ୍ରାମ ଭିଡିଓ ଲୋକଙ୍କ ହୃଦୟକୁ ଅଧିକ ଛୁଇଁଥାଏ। ଆଉ ହଁ, ମିଥ୍ୟା ଖବରର ମୁକାବିଲା ପାଇଁ ଏକ ସକ୍ରିୟ ସୋସିଆଲ ମିଡିଆ ଟିମ୍ ରହିବା ନିହାତି ଜରୁରୀ। କିନ୍ତୁ ଏହି ସବୁ ଡିଜିଟାଲ କାମ ଭିତରେ ଗୋଟିଏ କଥା ମନେ ରଖିବାକୁ ହେବ। ଭାରତର ଯେଉଁ ଡାଟା ସୁରକ୍ଷା ନିୟମ ଅଛି, ତାହା ଗୋପନୀୟତା ଆଉ ସହମତି ଉପରେ ଚାଲେ। ଲୋକଙ୍କ ସହ କଥାବାର୍ତ୍ତା ଏକ ଆଳାପ ହେବା ଦରକାର, ତାଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ନୁହେଁ। ଏମିତି କଲେ ହିଁ ଲୋକେ ଭରସା କରିବେ। ଚାଲନ୍ତୁ ଏବେ ଏହି ଆଲୋଚନାକୁ ଗୋଟେ ନିର୍ବାଚନର ହାରଜିତ୍ ଉପରକୁ ନେଇଯିବା। କାରଣ ପ୍ରକୃତ ଉଦ୍ଦେଶ୍ୟ କେବଳ ନିର୍ବାଚନ ଜିତିବା ନୁହେଁ, ବରଂ ପ୍ରକୃତ ଶାସନ ପ୍ରଦାନ କରିବା। ମନେ ରଖିବା ଦରକାର, ଜନାଦେଶ କୌଣସି ସମ୍ପତ୍ତି ନୁହେଁ ଯାହାକୁ ଥରେ ପାଇଗଲେ ସବୁଦିନ ପାଇଁ ରହିଯିବ। ଏହା ହେଉଛି ଲୋକଙ୍କଠାରୁ ମିଳିଥିବା ବିଶ୍ୱାସର ଏକ ଋଣ ଏବଂ ଏହି ଋଣକୁ ପ୍ରତିଦିନ ନିଜ କାର୍ଯ୍ୟ ମାଧ୍ୟମରେ ନବୀକରଣ କରିବାକୁ ପଡ଼ିଥାଏ। ନିର୍ବାଚନ ଜିତିବା ଏକ ଯାତ୍ରାର ଆରମ୍ଭ ମାତ୍ର, ଶେଷ ନୁହେଁ। ପ୍ରକୃତ ସଫଳତା ସେହି ବିଶ୍ୱାସକୁ ପ୍ରତିଦିନ ଅର୍ଜନ କରିବା ହିଁ ଅଛି। ତେବେ ଶେଷରେ ମୁଁ ଗୋଟିଏ ପ୍ରଶ୍ନ ସହିତ ଆଲୋଚନାକୁ ଶେଷ କରୁଛି। ଏ ଯେଉଁ ସରକାରୀ ପଦବୀ, ଏଇଟା କ'ଣ କେବଳ ଜିତିବା ପାଇଁ ଗୋଟେ ପୁରସ୍କାର, ନା ଏହା ପ୍ରତିଟି ମଣିଷର ଜୀବନକୁ ଭଲ କରିବା ପାଇଁ ଏକ ଗଭୀର ଦାୟିତ୍ୱ? ଏହି ପ୍ରଶ୍ନର ଉତ୍ତର ହିଁ ରାଜନୀତି ଏବଂ ଶାସନର ପ୍ରକୃତ ମାର୍ଗ ନିର୍ଦ୍ଧାରଣ କରେ।